ହେଉଛି ସାଧାରଣତନ୍ତ୍ର ଦିବସ। ଛୋଟ ପିଲା ପାଖରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଆନନ୍ଦ ଉଲ୍ଲାସରେ ବନଉଛନ୍ତି, ସାଧାରଣତନ୍ତ୍ର ଦିବସ ପାଳନ କରୁଛନ୍ତି। କିନ୍ତୁ ଏତେ ବର୍ଷ ପରେ ଆଜି ବ୍ୟବସ୍ଥାରେ ହଉ କି କୃଷି ଭିତ୍ତିକ କାର୍ଯ୍ୟକ୍ରମ ହଉ, ଏସବୁରେ କେଉଁଠି ନା କେଉଁଠି କିଛି ନା କମ୍ ଦେଖାଯାଉଛି। ଏ ବିଷୟରେ ଆପଣଙ୍କର କ'ଣ ପ୍ରତିକ୍ରିୟା ରହିବ ସାର୍? ପ୍ରତିକ୍ରିୟା ଯେ ଗଣତନ୍ତ୍ର ଆଜି 77 ବର୍ଷ ପୂରଣ ହେଲାଣି। 77 ବର୍ଷରେ ଆମେ ଯେଉଁ ସମ୍ବିଧାନ ଅନୁସାରେ ଆମେ ଯାଉଛେ, ଆମେ ସ୍ୱାଧୀନ ରହିବା କଥା, କିନ୍ତୁ ଆଜି ବି ଆମେ ପରାଧୀନରେ ଅଛେ। ଯେଉଁ ଜିନିଷଟା କି ଆମର ପରବର୍ତ୍ତୀ ପିଢ଼ି ଯେଉଁ ଆମେ ଜିନିଷ ଭୋଗିନଥିଲେ ସେ ଜିନିଷ ସେ ଭୋଗିବାକୁ ଯାଉଛନ୍ତି। କ'ଣ? ଦୁଃଖ, ଦାରିଦ୍ର୍ୟତା, ଅସାମାଜିକ ହେଇଯିବା, ଏଇଗୁଡ଼ା ସବୁ ସେ ଭୋଗିବେ। କାରଣ ଆମର ଭିତରେ ସେ ସ୍ୱାଧୀନତା ଏପର୍ଯ୍ୟନ୍ତ ଆସିନାହିଁ। ଯେଉଁ ଜିନିଷଟା ପାଇଁକି ଆମେ ସମସ୍ତେ ହଇରାଣ ହେଉଛେ, ଏମିତି ଚାଷୀ ବି ହଇରାଣ ହେଉଛି, ସାଧାରଣ ଲୋକଟି ବି ହଇରାଣ ହେଉଛି, ଅଲଗା ମାନେ ସବୁ ତଳସ୍ତର ଲୋକ ହଇରାଣ ହେଉଛନ୍ତି। ଯେଉଁଥିପାଇଁ ସରକାରଙ୍କ ନିହାତି ଧ୍ୟାନ ଦେବା ଦରକାର। ସେଥିପାଇଁ ସରକାର ଉଚିତ ପଦକ୍ଷେପ ନେବ ମୋର ଆଶା ଅଛି, ଯେଉଁଟାକି ଆମର